हेलो हाय नमस्ते जय जगन्नाथ आपମାନଙ୍କୁ ୱେଲକମ୍ କରୁଛି ଏକ ନୂଆ ବ୍ଲଗ୍ରେ ଚାଲନ୍ତୁ ଆଜି ଏଗ୍ ମଲାଇ ମସଲାର ରେସିପି ଆପଣଙ୍କୁ ଦେଖାଇବି ଦେଖନ୍ତୁ ଏଇଠି ମୁଁ ଡାଲଚିନି ଗୁଜୁରାତି ରେଡ୍ ଚିଲି ଶୁଖିଲା ଧନିଆ ପାନମଧୁରୀ ଆଉ ଜିରାର ଭାଜି ଦେଇଛି ଏଠି କାଜୁ ଆଉ ଚାରମଗଜକୁ ଭେଦେଇ ନେବା ଏଠି ପ୍ୟାନ୍ରେ ଅଏଲ୍ ଦେଇକି ଆମେ ଏଗ୍କୁ ଭଲକିନି ଫ୍ରାଏ କରି ନେବା ଦେଖନ୍ତୁ ଏଇଭଳି ଫ୍ରାଏ କରିଦେବା ଆଉ ଏବେ ଏଗ୍ ଆମର ହେଇଗଲାଣି ଏବେ ବାହାର କରି ନେବା ଆଉ ଏଇଥିରେ ଆଉ କିଛି ପ୍ୟାନ୍ରେ ଅଏଲ୍ ଦେଇଦେବା ଦେଇକି ଆମେ ଏଇଠି ମୁଁ ଓନିଅନ୍ କଟ୍ କରିକି ପୁରା ଚପ୍ କରି ନେଇଛି ଆଉ ଓନିଅନ୍କୁ ଦେଇଦେବା ତାକୁ ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଆମେ ଏବେ ଫ୍ରାଏ କରିବା ଦେଖନ୍ତୁ ଆମର ଓନିଅନ୍ ଗୋଲ୍ଡେନ୍ ବ୍ରାଉନ୍ ହେଇଗଲାଣି ଏବେ ଆମେ ଅଦା ରସୁଣର ପେଷ୍ଟ ଆମେ ଦେଇଦେବା ଦେଇକି ତାକୁ ଟିକେ କଷି ନେବା ଭଲ କିଣି ଯେମିତି ଅଏଲ୍ ଛାଡ଼ି ଆସିବ ଏବେ ଆମର ଦେଖନ୍ତୁ ହେଇ ଆସିଲାଣି ମସଲା ଆମେ ଏଥିରେ ରେଡ୍ ଚିଲି ଦେଇଦେବା ଏବେ ରେଡ୍ ଚିଲି 1 teaspoon ଦେବା ଧନିଆ ପାଉଡ଼ର 1 teaspoon ଜିରା ପାଉଡ଼ର 1 teaspoon ଆଉ ଏବେ ଆମେ ତାକୁ ଯେଉଁ ମସଲା ବନେଇଥିଲେ ନା ଏଗ୍ ମଲାଇ ମସଲା ପାଇଁ ସ୍ପେଶାଲ୍ ମସଲା ତାକୁ ଦେଇଦେବା ଆଉ ଭଲ କିଣି ତାକୁ କଷି ନେବା ଦେଖନ୍ତୁ ଏଇଭଳି କଷି ନେବେ ଏଠି ଯେଉଁ କାଜୁ ଚାରମଗଜର ପେଷ୍ଟ ଭେଦେଇଥିଲେ ତାକୁ ପେଷ୍ଟ କରିକି ଦେଇଦେବା ଏଠି ମୁଁ ସ୍ୱାଦ ଅନୁସାରେ ସଲ୍ଟ ଦେଇଦେଇଛି ସଲ୍ଟ ଏଠି ମୁଁ ଗରମ ମସଲା କିଛି ଦେଇଦେବା 1 teaspoon ଏବେ କଷି ନେବା ମସଲା ଦେଖନ୍ତୁ ହେଇ ଆସିଲାଣି ଆମର ଏବେ ଆମେ ପାଣି ଦେଇଦେବା ଏଥିରେ ବେଶୀ ପାଣି ଦେବେନି ଗ୍ରେଭି ଯେମିତି ରହିବ ମସଲା ସେଇଭଳି ପାଣି ଦେବେ ଏବେ ତାକୁ ଫୁଟିବା ପାଇଁ ଲିଡ୍ ଲଗାଇଦେବା କିଛି ସମୟ ଛାଡ଼ିଦେବା ଦେଖନ୍ତୁ ଆମେ ଚାଲନ୍ତୁ ଦେଖିବା ଆମର ଏବେ ଦେଖନ୍ତୁ ବଏଲ୍ଡ ହେଲାଣି ଆମର ମସଲା ଏବେ ଆମେ ଏଗ୍କୁ ଦେଇଦେବା ଆଉ ଗୋଟେ ପ୍ୟାନ୍ ନେଇଯିବା ସେଇଥିରେ ଅଏଲ୍ ଦେଇଦେବା କିଛି ଆଉ ଜିରା ଦେଇଦେବା ସାବୁତ ଜିରା ଦେଇକି ତାକୁ ଭଲ କିଣି ଏବେ ରେଡ୍ ଚିଲି କଟ୍ କରିକି ତାକୁ ଦେଇଦେବା ଜିଞ୍ଜର ଦେଇଦେବା କଟ୍ କରିକି ଲମ୍ବା ଲମ୍ବା ସ୍ଲାଇସ୍ କରିକି ଆଉ ତାକୁ ଭଲ କିଣି ଏଇଠି ଦେଖନ୍ତୁ ଓନିଅନ୍ ଆଉ କ୍ୟାପ୍ସିକମ୍ ମୁଁ କ୍ୟୁବ୍ ସାଇଜ୍ରେ କଟ୍ କରିକି ରଖିଛି ତାକୁ ଦେଇଦେବା ଆଉ ଟମାଟୋକୁ ବି କ୍ୟୁବ୍ ସାଇଜ୍ରେ କଟ୍ କରିକି ଦେଇଦେବା ଆକୁ ଆମେ ତଡ଼କା ଲଗାଇବା ଛୁଙ୍କ ଲଗାଇବା ଦେଖନ୍ତୁ ଏବେ ଆମର ହେଇ ଆସିଲାଣି ଆମେ ଏବେ ସେ ଏଗ୍ କରି ଯେଉଁ ଆମର ଦେଇଦେବା ଦେଇକି ଆମର ଏଇଟା ଏଗ୍ କରି ଏବେ ମିକ୍ସ କରି ନେବା ଭଲ କିଣି ଦେଖନ୍ତୁ କେତେ ଡିଲିସିୟସ୍ ଲାଗୁଛି ବହୁତ ଟେଷ୍ଟି ଲାଗିବ ଆପଣ ନିଶ୍ଚିତ ଥରେ ଟ୍ରାଏ କରିବେ ଦେଖନ୍ତୁ ଆଉ ଫୁଟିବା ପାଇଁ କିଛି ସମୟ ଛାଡ଼ିଦେବା ଏଇଠି ମୁଁ ଫ୍ରେଶ୍ କ୍ରିମ୍ ନେଇଯାଇଛି ଅମୁଲର କିଛି ଦେଇଦେବା ଦେଇକି ଆକୁ ମିକ୍ସ କରି ନେବା ଭଲ କିଣି ମିକ୍ସ କରିଦେବା ଏବେ ଆମେ ଆକୁ କିଛି ସମୟ ପାଇଁ ଏମିତି ମିକ୍ସ କରିବା ଭଲ କିଣି ଏବେ ମୁଁ ଦେଖନ୍ତୁ ଧନିଆ କଟ୍ କରିକି ରଖିଥିଲି କୋରିଆଣ୍ଡର ଲିଭ୍ ଏବେ ତାକୁ ଦେଇକି ଟିକେ ଲିଡ୍ ଲଗାଇଦେବା କିଛି ସମୟ ପାଇଁ ଏବେ ଚାଲନ୍ତୁ ଚେକ୍ କରିବା ଆମର ହେଇ ଆସିଲାଣି ନା ଏଗ୍ ମଲାଇ ମସଲା ଏବେ ତ ହେଇ ଆସିଲାଣି ଦେଖନ୍ତୁ କେତେ ଡିଲିସିୟସ୍ ଲାଗୁଛି ଆପଣ ଆକୁ ରାଇସ୍ ସହିତ ରୁଟି ସହିତ ଖାଇପାରିବେ ବହୁତ ଡିଲିସିୟସ୍ ଟେଷ୍ଟି ଲାଗିବ ରେସିପିଟି ଭଲ ଲାଗିଥିଲେ ଲାଇକ୍